ଜୟ ସୀତାରାମ। ମାଂସ, ମାଛ କିମ୍ବା ଆମିଷକୁ କେବେ ବି ଗ୍ରହଣ କରନ୍ତୁ ନାହିଁ, କାରଣ ମାଂସ ଖାଇବା ଏକ ରାକ୍ଷସ ଗୁଣ ସମ୍ପନ୍ନ ଖାଦ୍ୟ ହୋଇଥାଏ। ତେଣୁ ମାଂସ ଖାଇଲେ ମଣିଷର ବୁଦ୍ଧି ବିବେକ ନାଶ ହୋଇଥାଏ। ଏତଦ୍ ବ୍ୟତୀତ ଆପଣ ଯଦି କେବେ କାର୍ତ୍ତିକ ମାସରେ ଆମିଷ ବା ମାଂସକୁ ଭକ୍ଷଣ କରୁଛନ୍ତି, ତାହେଲେ ମହାଦୋଷ ବା ମହାପାପର ଆପଣ ଭାଗିଦାର ହେବେ। ଶାସ୍ତ୍ର ମତ ଅନୁସାରେ କାର୍ତ୍ତିକ ମାସରେ ଯେଉଁମାନେ ମାଂସକୁ ଭକ୍ଷଣ କରନ୍ତି, ସେମାନେ 60,000 ବର୍ଷ ପର୍ଯ୍ୟନ୍ତ କୁର୍ମୀକୀଟ ହୋଇ ଜନ୍ମଗ୍ରହଣ କରନ୍ତି ଏବଂ ଅନ୍ତିମରେ ଘୁଷୁରୀ ଜନିରେ ଜନ୍ମ ଲାଭ କରନ୍ତି। ତେଣୁ ମାଂସ ଖାଇବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ମାଂସ ଏକ ତାମସିକ ଖାଦ୍ୟ ହୋଇଥାଏ। ଜୟ ସୀତାରାମ।